କାର୍ଯ୍ୟଫର୍ଦ୍ଦ 4 ବିଷୟ ଉଦ୍ବୋଧନ କବି ହେଉଛନ୍ତି ଗଙ୍ଗାଧର ମେହେର। ହେଲା, ଏଇଟାକୁ ଆମେ ପଢ଼ିବା। ଆମେ ପୂର୍ବ ଭିଡ଼ିଓରେ କାର୍ଯ୍ୟଫର୍ଦ୍ଦ 1, 2, 3 ଆଲୋଚନା କରିସାରିଛନ୍ତି। ତମେ ସେଗୁଡ଼ିକ ଯାଇକି ଦେଖିନେବ ଯିଏ ଦେଖିନ। ହେଲା, ତାପରେ ପ୍ରଥମେ ଦେଖ ଶିକ୍ଷଣ କାର୍ଯ୍ୟ 1, ଆସ ତଳ କବିତାଟିକୁ ଆବୃତ୍ତି କରିବା ଓ ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ସୂଚନା ଅନୁସାରେ ଲେଖିବା। ପିଲାମାନେ ଏଠି ଉତ୍କଳ ସନ୍ତାନ ବୋଲି ଗୋଟିଏ କବିତା ଦେଇଛି। ସେ କବିତାଟିକୁ ବା ଗୀତଟିକୁ ଚାଲ ପଢ଼ିବା ଓ ଆବୃତ୍ତି କରିବା। ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ସାହସ ପଡ଼ିବ କି କେବେ ମନେ, ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ଏତେ ଭୀରୁ, ରୋଦନ ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ, ଜାତି ନନ୍ଦୀ ଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ, ତୋଷା ମତ ଛାଡ଼ି ସ୍ୱାର୍ଥ ପରିହରି ସତ୍ୟକୁ ଆଶ୍ରୟ କର, 2 ଦିନ ପରେ ସ୍ୱାଧୀନ ରାଷ୍ଟ୍ରରେ ମଙ୍ଗଳ ହୋଇବ ତୋର। ହେଲା, ତାହେଲେ ପିଲାମାନେ ଏଇଟା ଗୋଟେ ଗୀତ। ଏ ଗୀତଟିକୁ ପଢ଼ିକି ତମେ କ'ଣ କରିବ ମନେ ରଖିବ। ହେଲା, ତାହେଲେ ପିଲାମାନେ ଦେଖ ଉତ୍କଳ କହିଲେ ଆମର ଓଡ଼ିଶା, ଓଡ଼ିଶାର ପୂର୍ବ ନାମ, ସନ୍ତାନ କହିଲେ ଓଡ଼ିଶାବାସୀ। ହେଲା, ତା ପୂର୍ବ ଅର୍ଥ ପୂର୍ବ, ବୁଝିଲ। ଭୀରୁ ଅର୍ଥ କ'ଣ ଡରୁଆ, ରୋଦନ ଅର୍ଥ କାନ୍ଦିବା, ତାପରେ ଆଉ କ'ଣ ଅଛି ଦାନାର ତୋବଡ଼ା ମାନେ ଘୋଡ଼ା ମୁହଁରେ ଗୋଟେ ଦାନାର ଥଳି ରଖାଯାଇଥାଏ। ହେଲା, ସେଇଟା। ତାପରେ ଏଇଟା ହେବ ତୋଷାମତ ଅର୍ଥ ଖୋସାମତ, ପରିହରି କହିଲେ କ'ଣ ଛାଡ଼ି ପରିତ୍ୟାଗ କରି। ହେଲା, ରାଷ୍ଟ୍ର ଅର୍ଥ ହେଉଛି ରାଜ୍ୟ। ହେଲା, କ ଉତ୍କଳ ସନ୍ତାନ କବିତାର ରଚୟିତା କିଏ? ଉତ୍ତର ଏଠି ଦେଇଛି। ଦେଖ ପିଲାମାନେ ବନ୍ଧନୀ ମଧ୍ୟରେ 3ଟି ଶବ୍ଦ ଦେଇଛି, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ମଧୁସୂଦନ ରାଓ। ତାହେଲେ ତୁମର ଉତ୍ତର ହେବ ମଧୁସୂଦନ ଦାସ। ଉତ୍କଳ ସନ୍ତାନ କବିତାର ରଚୟିତା ହେଉଛନ୍ତି ମଧୁସୂଦନ ଦାସ। ଖ ସେ କେଉଁମାନଙ୍କୁ ଉଦ୍ବୋଧନ ଦେଇଛନ୍ତି? ସେ ଓଡ଼ିଆମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଉତ୍କଳ ସନ୍ତାନ ବୋଲି କହିଛନ୍ତି ମାନେ ଉତ୍କଳ କହିଲେ ଓଡ଼ିଆ। ହେଲା, ଗ କବି ଉତ୍କଳ ସନ୍ତାନମାନଙ୍କୁ କାହିଁକି ଭୀରୁ ବୋଲି କହିଛନ୍ତି? ହେଲା, ଜାତିର ଉନ୍ନତି ପାଇଁ ପଛଘୁଞ୍ଚା ଦେଉଥିବାରୁ କବି ଉତ୍କଳ ସନ୍ତାନମାନଙ୍କୁ ଭୀରୁ ବୋଲି କହିଛନ୍ତି। ଘ କବି ଓଡ଼ିଆ ଜାତିକୁ କାହା ସହ ତୁଳନା କରିଛନ୍ତି? କବି ଓଡ଼ିଆ ଜାତିକୁ ନନ୍ଦୀ ଘୋଷ ସହ ତୁଳନା କରିଛନ୍ତି। ଘୋଡ଼ା ମୁହଁରେ କ'ଣ ବନ୍ଧା ଥିଲେ ସେ ଗାଡ଼ି ଟାଣିପାରେ ନାହିଁ? ଘୋଡ଼ା ମୁହଁରେ ଦାନା ଥଳି ବନ୍ଧା ଥିଲେ ସେ ଗାଡ଼ି ଟାଣିପାରେ ନାହିଁ। ଚ ଓଡ଼ିଆ ଲୋକମାନଙ୍କୁ କ'ଣ ସବୁ ପରିତ୍ୟାଗ କରିବା ପାଇଁ କବି ଉପଦେଶ ପ୍ରଦାନ କରିଛନ୍ତି? ଓଡ଼ିଆ ଲୋକମାନଙ୍କୁ ସ୍ୱାର୍ଥ ପରିତ୍ୟାଗ କରିବା ପାଇଁ କବି ଉପଦେଶ ପ୍ରଦାନ। ତାପରେ ଶିକ୍ଷଣ କାର୍ଯ୍ୟ 2 ଦେଖ। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ନେଇ ଶୂନ୍ୟ ସ୍ଥାନ ପୂରଣ କର। ବନ୍ଧନୀ ଭିତରେ ଶବ୍ଦ ଦେଇଛି ପିପିଲିକା, ବିଳାସ, ପ୍ରତିବେଶୀ, ତେଜି, କବଳରେ ଭ୍ରମର। ହେଲା, ତ ତାହେଲେ କ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଡେସ୍ ରାଜ୍ୟ, ସେଠି କ'ଣ ହେବ ପ୍ରତିବେଶୀ। ପ୍ରତିବେଶୀ କହିଲେ କ'ଣ ପଡ଼ୋଶୀ, ପାଖ। ଆନ୍ଧ୍ରପ୍ରଦେଶ ଓଡ଼ିଶାର ପ୍ରତିବେଶୀ ରାଜ୍ୟ। ଖ ଛେଳି ଛୁଆଟି ବାଘ କବଳରେ ପଡ଼ିଯାଇଛି। ଗ ପକ୍ଷୀମାନେ ଚିଲିକାରେ ବିଳାସ କରନ୍ତି। ଘ ଶ୍ରୀରାମ ରାଜପ୍ରାସାଦ ତେଜି ବନକୁ ଗମନ କରିଥିଲେ। ତେଜି କହିଲେ କ'ଣ ଛାଡ଼ି ପରିତ୍ୟାଗ କରି। ବର୍ଷା ଦିନ ପୂର୍ବରୁ ପିପିଲିକା ମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି। ପିଲାମାନେ ଏଠି ପିପିଲିକା କହିଲେ ପିମ୍ପୁଡ଼ି। ହେଲା, ସେହିପରି କାର୍ଯ୍ୟଫର୍ଦ୍ଦ 3 ଦେଖିବା। ହେଲା, ଏଇଟା ସବୁ ତମର ଓଡ଼ିଆ ବ୍ୟାକରଣ ବହିରୁ ଆସିଛି। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଗୋଲ ବୁଲେଇବା। ଉତ୍ତରରେ କେବଳ ଗୋଲ ମାରିବ। କ ଓଡ଼ିଆ ଭାଷାରେ କେତୋଟି ବର୍ଣ୍ଣ ରହିଛି? ଓଡ଼ିଆ ଭାଷାରେ 50ଟି ବର୍ଣ୍ଣ ରହିଛି। ଖ
ନିମ୍ନଲିଖିତ ବର୍ଣ୍ଣଗୁଡ଼ିକ ମଧ୍ୟରୁ ଉଷ୍ମ ବର୍ଣ୍ଣ ଚାରିପଟେ ଗୋଲ ବୁଲାଅ। ତମର ଉଷ୍ମ ବର୍ଣ୍ଣ ହେଉଛନ୍ତି ଦନ୍ତ୍ୟ ସ, ତାଲବ୍ୟ ସ, ହ ଆଉ ମୂର୍ଧନ୍ୟ ସ ହେଲା। ଗ ସ୍ୱରବର୍ଣ୍ଣର ସାଙ୍କେତିକ ଚିହ୍ନକୁ କ'ଣ କୁହାଯାଏ? ପିଲାମାନେ ସ୍ୱରବର୍ଣ୍ଣର ସାଙ୍କେତିକ ଚିହ୍ନକୁ ମାତ୍ରା କୁହାଯାଏ ହେଲା। ମାତ୍ରା ବା କାର ମଧ୍ୟ ଆମେ କହିପାରିବା ହେଲା। ଘ ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ଫଳାବିହୀନ ଶବ୍ଦ, ମାନେ କେଉଁଥିରେ ଫଳା ଲାଗି ନାହିଁ? ଦେଖ କ୍ଳେଶ ଏଥିରେ ଳ ଫଳା ଆସିଛି, ପଦ୍ମ ଏଥିରେ ମ ଫଳା ଅଛି, ପତ୍ର ର ଫଳା, ଯତ୍ନ ନ ଫଳା ହେଲା। ତାହେଲେ କୃଷି କରେ ରୁ କାର ଲାଗିଛି, ରୁ କାର ସେଟା ଫଳା ନୁହେଁ, ସେଥିପାଇଁ କୃଷି ହେଲା ତୁମର ଉତ୍ତର। ଓଡ଼ିଆ ଭାଷାରେ କେତୋଟି ଅନୁନାସିକ ବର୍ଣ୍ଣ ଅଛି? ପିଲାମାନେ ଅନୁନାସିକ ବର୍ଣ୍ଣ ହେଉଛି 5ଟି ହେଲା। ଯେମିତି ତମର ଯେଉଁ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣର ଶେଷ ବର୍ଣ୍ଣଟି ଯେମିତି କ ଖ ଗ ଘ ଙ, ତାପରେ ଚ ଛ ଜ ଝ ୟ, ଟ ଠ ଡ ଢ ଣ, ତ ଥ ଦ ଧ ନ, ପ ଫ ବ ଭ ମ। ତ ଏଇ ଯେଉଁ 25ଟି ବର୍ଗୀୟ ବ୍ୟଞ୍ଜନ ଅଛି ତାହାର ଶେଷରେ କେଉଁ ବର୍ଣ୍ଣ ଗୁଡ଼ିକ ଅଛି ନା ଙ, ଣ୍ୟ, ତାପରେ ଅଣ, ନ, ମ। ଏଇ 5ଟି ହେଉଛନ୍ତି ଅନୁନାସିକ ବର୍ଣ୍ଣ ହେଲା। ଚ ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ଅନୁନାସିକ ଯୁକ୍ତ ବର୍ଣ୍ଣ? ତାହେଲେ ପିଲାମାନେ ମୁଁ ଯେତିକି ଅନୁଧ୍ୟାନ କଲି ଏଇ କୋଶ୍ଚିନ୍ଟି ହେଉଛି ମାନେ କୋଶ୍ଚିନ୍ଟି ଭୁଲ ଅଛି। କେଉଁଟି ଅନୁନାସିକ ଯୁକ୍ତ ବର୍ଣ୍ଣ ନୁହେଁ ଆସିବା କଥା ପ୍ରଶ୍ନଟି। କେଉଁଟି ଯୁକ୍ତ ଅନୁନାସିକ ବର୍ଣ୍ଣ ନୁହେଁ ଆସିଲେ ତମର ଉତ୍ତର ହେବ ପଦ୍ମ ଫୁଲ। ଦେଖ ପିଲାମାନେ ଅନୁନାସିକ ବର୍ଣ୍ଣ ଅଲଗା ଆଉ ଅନୁନାସିକ ଯୁକ୍ତ ବର୍ଣ୍ଣ ଅଲଗା। ଅନୁନାସିକ ବର୍ଣ୍ଣ ସବୁ ହେଉଛନ୍ତି ଙ, ଣ୍ୟ, ଅଣ, ନ, ମ। କିନ୍ତୁ ଏଇ ଅକ୍ଷର ଗୁଡ଼ିକୁ ନେଇକି ଯେଉଁ ଯୁକ୍ତାକ୍ଷର ହୁଏ ସେଗୁଡ଼ିକୁ କୁହାଯାଏ କ'ଣ? ଯେମିତି ଙ ସହିତ 4ଟି ଅକ୍ଷର ମିଶିବ ଙ କଙ୍କ, ଙ ଖଙ୍ଖ, ଙ ଗଙ୍ଗ, ଙ ଘଙ୍ଘ। ରେ 4ଟି ଯୁକ୍ତାକ୍ଷର ହେବ। ତାପରେ ଣରେ 4ଟି ହେବ ଯେମିତି ଣ୍ଟ, ଠ, ଣ୍ଡ, ଢ। ତାପରେ ନ୍ୟରେ ହେଇଯିବ ଆମର 4ଟି ଞ୍ଚ, ଛ, ଞ୍ଜ, ଝ। ନରେ ହେବ 4ଟି ନ, ତନ୍ତ, ଥ, ନ୍ଦ, ନ୍ଧ। ସେଇଭଳିଆ ମରେ ମଧ୍ୟ 4ଟି ବର୍ଣ୍ଣ ପ, ଫ, ବ, ଭ। ମାନେ ଟୋଟାଲ ଆମର କେତୋଟି 20ଟି ଅନୁନାସିକ ଯୁକ୍ତ ବର୍ଣ୍ଣ ଅଛି। ଅନୁନାସିକ ବର୍ଣ୍ଣ ହେଉଛି 5ଟି, ଅନୁନାସିକ ଯୁକ୍ତ ବର୍ଣ୍ଣ ହେଉଛି 20ଟି ହେଲା। ତାହେଲେ ଏଠି ଲଣ୍ଠ ନଣ୍ଠ ମଧ୍ୟ ଅନୁନାସିକ ଯୁକ୍ତ ବର୍ଣ୍ଣ, ତ ମଧ୍ୟ ଅନୁନାସିକ ଯୁକ୍ତ ବର୍ଣ୍ଣ। ତାପରେ ଆସିଗଲା ଆମର କଞ୍ଚାଲ କାଞ୍ଚ ମଧ୍ୟ ଆମର ଅନୁନାସିକ ଯୁକ୍ତ ବର୍ଣ୍ଣ। ତାହେଲେ ପଦ୍ମ ଫୁଲ ଏଇଟା ପିଲାମାନେ ଫଳା ଆସିଛି, ଏଇଟା ପଦ୍ମ ଫୁଲ ଅନୁନାସିକ ଯୁକ୍ତ ବର୍ଣ୍ଣ ନୁହେଁ। ଆଉ ଯଦି କହିବା ଅନୁନାସିକ ଯୁକ୍ତ ବର୍ଣ୍ଣ କେଉଁଟି, ତାହେଲେ 3ଟି ଯାକ ଅନୁନାସିକ ଯୁକ୍ତ ବର୍ଣ୍ଣ। ସେଥିପାଇଁ ତମର କୋଶ୍ଚିନ୍ ଭୁଲ ଅଛି। ଏଠି ହେବ ଅନୁନାସିକ ଯୁକ୍ତ ବର୍ଣ୍ଣ ନୁହେଁ ଆସିଲେ ତମର ଉତ୍ତର ହୋଇଯିବ ପଦ୍ମ ଫୁଲ। ଛ ଓଡ଼ିଆ ବର୍ଣ୍ଣମାଳାରେ ଯେଉଁ ବର୍ଣ୍ଣଟି ସ୍ୱତନ୍ତ୍ର ବର୍ଣ୍ଣ ଭାବେ ସ୍ଥାନ ପାଇଛି ତା ଚାରିପଟେ ଗୋଲ ବୁଲାଅ। ଦେଖ ପିଲାମାନେ କ୍ଷ ହେଉଛି ତୁମର ସ୍ୱତନ୍ତ୍ର ବର୍ଣ୍ଣ। କାହିଁକି ନା କ୍ଷ ଆମର ଅକ୍ଷରରେ ଅଛି ହେଲା। ଆମର ଯେଉଁ ଓଡ଼ିଆରେ 50ଟି ବର୍ଣ୍ଣ ଅଛି ବା ଅକ୍ଷର ଅଛି, କ୍ଷ ଅକ୍ଷରରେ ଯାଉଛି ହେଲା, ଅବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣରେ ଯାଉଛି, ଆଉ କ୍ଷ ଗୋଟିଏ ଯୁକ୍ତାକ୍ଷର ମଧ୍ୟ। ସେଥିପାଇଁ ଇଏ ଗୋଟିଏ କ'ଣ ଗୋଟେ ସ୍ୱତନ୍ତ୍ର ବର୍ଣ୍ଣ। ତାପରେ ଶିକ୍ଷଣ କାର୍ଯ୍ୟ 4 ଉଦ୍ବୋଧନ ପଦ୍ୟରେ ଗୁରୁତ୍ୱ ଦିଆଯାଇଥିବା ଦିଗ ଗୁଡ଼ିକୁ ନିମ୍ନରେ ଦେଖ ହେଲା। ତ ଉଦ୍ବୋଧନ କବିତାରେ କେଉଁ ଦିଗ ଗୁଡ଼ିକୁ ଗୁରୁତ୍ୱ ଦିଆଯାଇଛି ସେଗୁଡ଼ିକୁ ଦେଖିବା। ଉତ୍କଳ ସନ୍ତାନମାନଙ୍କୁ ବୀରତ୍ୱ ଓ ସାହସକୁ ଉଜ୍ଜୀବିତ କରିବା ପାଇଁ ଉପଦେଶ ଦେଇଛନ୍ତି କିଏ? ନା ଏଠି ଆମର କବି। ସ୍ୱାର୍ଥ ଓ ତୋଷାମଦକୁ ପରିହାର କରି ସତ୍ୟର ଆଶ୍ରୟ ନେବା ପାଇଁ କହିଛନ୍ତି। ସମସ୍ତ ଉତ୍କଳବାସୀଙ୍କ ମନରୁ ଭୀରୁତାକୁ ଏଡ଼େଇ ଦେଇ ସତ୍ସାହସ ଜାଗ୍ରତ କରିବା ପାଇଁ ଉପଦେଶ ଦେଇଛନ୍ତି। ଉତ୍କଳର ପୂର୍ବ ମହାପୁରୁଷମାନଙ୍କ ବଳିଦାନକୁ ଅନୁସରଣ କରି ଆଗେଇବା ପାଇଁ ପରାମର୍ଶ ଦେଇଛନ୍ତି। ମାତୃଭାଷା ଓ ମାତୃଭୂମିର ଯଶ ରଖିବା ପାଇଁ ଦିଗ୍ଦର୍ଶନ ଦେଇଛନ୍ତି। ଜାତିର ଉନ୍ନତି ହେଲେ ଦେଶର ମଙ୍ଗଳ ହେବା କଥା କହିଛନ୍ତି। କିଏ କହିଛନ୍ତି? ନା
ଏଠି ଆମର ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳବାସୀର କ'ଣ ତାଙ୍କର ସନ୍ତାନମାନଙ୍କୁ କହିଛନ୍ତି। ତାହେଲେ ଭିଡ଼ିଓଟି ଏତିକିରେ ସରିଲା ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ଜୟ ଜଗନ୍ନାଥ।